ଆଜିର ଅନୁଚିନ୍ତା ଏ ଯୁଗ କଲି ଯୁଗ ଅସମ୍ଭାଳ ହେବ ମୋହି। ସହର ଜଲିବ ସଂସାର କାନ୍ଦିବ ତତଲା ପବନ ବହି। ଶୁଷ୍କ ଜଳାଶୟ ନଦୀ ଓ ପୋଖରୀ ଶୂନ୍ୟ ହେବ ନଳକୂପ। କଂକ୍ରିଟ ସହର ଶ୍ମଶାନ ଲାଗିବ ଅଳ୍ପ ଦିନକୁ ଦେଖ। ଗାଁ ମାଟି ସାଙ୍ଗସାଥୀ ପ୍ରୀତି ଭୁଲି ଯେ ରହିଛି ଦୂରେ। ବାପା ମା କୋଲେ ପରିବାର ଛାଡ଼ି ନିଜ କର୍ମ ନିଜ କରେ। ଛାଡ଼ି ଘର ବାଡ଼ି ବାହୁଡ଼ା ହୋଇବେ କେତେ ଯେ ସାଧୁ ସଜ୍ଜନ। ନିଦ ଭାଙ୍ଗିଯିବ ସ୍ୱପ୍ନ ସରିଯିବ ଅବଶ ହୋଇବ ମନ। ପ୍ରଚଣ୍ଡ ପବନ ପ୍ରଳୟ ହୋଇବ ମାରିବ ବଜ୍ର ବିଜୁଳି। ଗଗନ ପବନ ପ୍ରକମ୍ପିତ ହେବ ବନ ଦେଖାଇବ କଳି। ସମୁଦ୍ର ମାଡ଼ିବ ପୃଥିବୀ ଥରିବ ବୁଡ଼ିବ ସହର ଗ୍ରାମ। ଭୂମିକମ୍ପ ହେବ ଧରା ଚହଲିବ ଉପୁଡ଼ିଯିବ ସବୁ ଗଛଲତା। ପାହାଡ଼ ଖସିବ ପଥର ଆସିବ ଭାଙ୍ଗିଯିବ କୋଠା ବାଡ଼ି। ମାଳ ମାଳ ପକ୍ଷୀ ଆକାଶେ ଉଡ଼ିବେ ହିଂସ୍ର ଜନ୍ତୁ ଯିବେ ମାଡ଼ି। ଆଉ କହିବନି ମଳୟ ପବନ ନ ମିଳିବ ଅମ୍ଳଜାନ। ଖାଲି ଝାଞ୍ଜି ଖରା କାଳବୈଶାଖୀ ପ୍ରଳୟମାନ। ଫେଡ଼ି ଅପଲକ ସୂକ୍ଷ୍ମ ନୟନ ତୀକ୍ଷ୍ଣ କର ଦିବ୍ୟ ଦୃଷ୍ଟି। ଆସୁଛି ପ୍ରଳୟ ଅବଶ୍ୟ ଘଟିବ କରିବ ଏ ସାରା ସୃଷ୍ଟି। କାମ କରିବନି ଏସି ଟିଭି ଫୋନ ସବୁ ହେବ ଅକାମୀ। ତେବେ ଯେ ମଣିଷ ବୁଝିବ ସେଦିନ କରୁଛୁ ଏଡ଼େ ବୋକାମି। ଗାଁର ଯୁବକ ବେକାର କରୁଛି ଧରିଛି ଲମ୍ବା ଫୋନ। ସେଇଥିରେ ଚାଷ ଅତ୍ୟନ୍ତ ଉନ୍ନତ କ୍ଷଣକେ କ୍ଷଣକୁ ଆନ। ସର୍ବେ ମିଳିମିଶି ଗୋଟିଏ ସ୍ୱରରେ ଆମନ୍ତ୍ରଣ କରି କୁହ। ସବୁଜ ପୃଥିବୀ ଅତି ଆବଶ୍ୟକ ଗଛଟିଏ ଲଗାଅ। ଗଛ ବିନା ନାହିଁ ଆଉ ଗତିମୁକ୍ତି ଗଛ ହେବ ଶେଷ ଅସ୍ତ୍ର। ଗଛରୁ ହୁଏ ସୃଷ୍ଟି ଗଛରୁ ସମାପ୍ତି ଗଛ ଯେ ସର୍ବ ଉତ୍କୃଷ୍ଟ। ସବୁଠୁ ସହଜ ଗଛ ଲଗାଇବା ସୁନ୍ଦର ତାର ବିକାଶ। ପ୍ରକୃତିର ରୂପ ଅପରୂପ ଶୋଭା ପ୍ରକୃତି କରେ ବିନାଶ। ଗନ୍ଧ ପତ୍ର ଫୁଲ ଫଳ ତାଳମୂଳ ଚେର ଚର୍ମ ତା ବକଳ ସବୁ ଦରକାରୀ ଅତି ଉପକାରୀ ନ ବୁଝି ହଉଛୁ ବ୍ୟାକୁଳ। ନିଜ ପରିବେଶ ନିଜେ କର ସୃଷ୍ଟି ଅଣ୍ଟାରେ ଅଣ୍ଟାକୁ ଭିଡ଼ି। ଦେଖିବୁ ରେ ବନ୍ଧୁ ସମୟ ଆସିବ ସର୍ବ ବିଘ୍ନ ଯିବ ଛାଡ଼ି। ଯେତେଦିନ ସମ୍ପର୍କ ସେତେଦିନ ରହିବ। ତୁମେ ଯେତେ ଚାହିଁଲେ ବି ସମ୍ପର୍କ ଭାଙ୍ଗିବାକୁ ଅଟକାଇ ପାରିବ ନାହିଁ। ଏ ଜୀବନର ନାଟକରେ କାହା ସହିତ କେତେଦିନ ଅଭିନୟ କରିବାକୁ ପଡ଼ିବ ସେଇଟା ଈଶ୍ୱର ଆଗରୁ ସ୍ଥିର କରି ଏ ସଂସାରକୁ ଆମକୁ ପଠାଇଥାନ୍ତି। ଆଗକାଳରେ ଘରେ ଆତ୍ମୀୟ ସଜ୍ଜନ ଆସୁଥିଲେ କଦଳୀ ପତ୍ରରେ ଖାଇବାକୁ ଦଉଥିଲେ। ସମ୍ପର୍କ ଗୁଡ଼ାକ ଗଛର ପତ୍ର ପରି ସବୁବେଳେ ସବୁଜ ରହୁଥିଲା। ତାପରେ ଘରକୁ ଆସିଲା ମାଟି ଜିନିଷପତ୍ର। ସମ୍ପର୍କ ଗୁଡ଼ାକ ମାଟି ପରି ଜାବୁଡ଼ି ରହିଲା। ପୁଣି ଆସିଲା କଂସା ପିତଳର ଯୁଗ। ସମ୍ପର୍କ ଗୁଡ଼ାକ 2 ମାସ 4 ମାସରେ ଥରେ ଅଧେ ଚମକିବାକୁ ଲାଗିଲା। କିନ୍ତୁ ଯେଉଁ ଦିନଠାରୁ କାଚ ପ୍ଲେଟରେ ପରଷା ଗଲା ସେହି ଦିନଠାରୁ ଆରମ୍ଭ ହୋଇଗଲା ଅଳ୍ପ ଆଘାତରେ ବି ସମ୍ପର୍କ ଗୁଡ଼ାକ ଭାଙ୍ଗିବାକୁ ଲାଗିଲା। ଆଉ ଏବେ ତ କାଗଜ ଓ ଥର୍ମୋକଲର ପ୍ଲେଟ ହୋଇଗଲାଣି। ଆଜିକାଲି ୟୁଜ୍ ଥ୍ରୋ ପରି ବ୍ୟବହାର ଗୁଡ଼ିକ ହୋଇଗଲାଣି। ଆଉ ବ୍ୟବହାର ହୋଇସାରିଲା ପରେ ଫୋପାଡ଼ି ଦେଉଛନ୍ତି। ଯେଉଁ ମନୁଷ୍ୟ ସତ୍ୟକୁ ଭଲପାଏ ସତ୍ୟ ପଥରେ ଚାଲିଥାଏ ସେହି ମନୁଷ୍ୟର ଈଶ୍ୱର ସର୍ବାଧିକ ପରୀକ୍ଷା ନେଇଥାନ୍ତି ଦୁଃଖ କଷ୍ଟ ଦେଇଥାନ୍ତି। କିନ୍ତୁ ପ୍ରତିଟି ପରିସ୍ଥିତିରେ ତା ସାଥିରେ ଛାଇ ଭଳି ରହିଥାନ୍ତି। ଜୀବନ ହେଉଛି ଏକ କଠିନତମ ପରୀକ୍ଷା। ଏହି ପରୀକ୍ଷାରେ ସେଇମାନେ ଫେଲ୍ ହୋଇଯାଆନ୍ତି ଯେଉଁମାନେ ଅନ୍ୟକୁ କପି କରିବାକୁ ଚେଷ୍ଟା କରନ୍ତି। କାରଣ ସେମାନେ ଜାଣନ୍ତିନି ଯେ ଏଠି ସମସ୍ତଙ୍କର ଅଲଗା ଅଲଗା ପ୍ରଶ୍ନପତ୍ର। ତେଣୁ ନିଜକୁ କେବେ ଅନ୍ୟ ସହ ତୁଳନା କରନି। କାରଣ ଭଗବାନ ସମସ୍ତଙ୍କୁ ସମାନ କରିନାହାନ୍ତି। ତେଣୁ ନିଜ ହିସାବରେ ନିଜେ ରୁହନ୍ତୁ। ଖୁସି ଆଉ ଦୁଃଖ ନିଜ ଭାଗ୍ୟ ଅନୁସାରେ ମିଳିଥାଏ।
ଧନୀ ଆଉ ଗରିବର କୌଣସି ଦବା ନବା ନଥାଏ। କାନ୍ଦିବାର ଯଦି ଥିବ ତେବେ ରାଜପ୍ରସାଦରେ ମଧ୍ୟ କାନ୍ଦୁଥିବେ। ଆଉ ଭାଗ୍ୟରେ ଯଦି ଖୁସି ମିଳିବାର ଥିବ ତେବେ ଛପର ଘରେ ମଧ୍ୟ ଖୁସି ମିଳିପାରେ। ଅତୀତ ଶିଖାଏ, ବର୍ତ୍ତମାନ କନ୍ଦାଏ, ଆଉ ଭବିଷ୍ୟତ ବଞ୍ଚି ରହିବାକୁ ସ୍ୱପ୍ନ ଦେଖାଏ। ବୟସ ବଢ଼ୁଛି, ବନ୍ଧୁ କମୁଛି, ଚାପ ବଢ଼ୁଛି, ସୁଖ କମୁଛି। ବୋଧହୁଏ ଏଇଟା ହିଁ ଜୀବନ। କିଛି ପାଇଲେ ତ ସମସ୍ତେ ହସି ପାରନ୍ତି, କିନ୍ତୁ ଯେଉଁ ମଣିଷ ସବୁକିଛି ହଜେଇ ଦେଇ ହସିଥାଏ ସେଇ ମଣିଷ ହିଁ ବୁଝିପାରିଥାଏ ଜୀବନର ମାନେ କ'ଣ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ଲାଇକ୍, ସବସ୍କ୍ରାଇବ୍, ସେୟାର କରନ୍ତୁ ବନ୍ଧୁ। କାହିଁକିନା ଏହିଭଳି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।